ନନ୍ ଫାଇନାଇଟ୍ ଭାର୍ବ ହିସାବରେ ଜିରାଣ୍ଡର ବ୍ୟବହାର। ପାର୍ଟ 3 ଫର୍ଗେଟ୍ ଭାର୍ବ ପରେ ଜିରାଣ୍ଡ ରୂପ ବ୍ୟବହୃତ ହେଲେ ତାର ମାନେ ହୋଇଯାଏ ଲସ୍ ଦି ମେମୋରି ଅଫ୍। ଉଦାହରଣ, ଆଇ ଶ୍ୟାଲ୍ ନେଭର୍ ଫର୍ଗେଟ୍ ସିଇଂ ଦ କାଳିଜାଇ ଟେମ୍ପଲ୍ ଫର୍ ଦ ଫାର୍ଷ୍ଟ ଟାଇମ୍। ପ୍ରଥମ ଥର ପାଇଁ କାଳିଜାଇ ମନ୍ଦିରର ଦର୍ଶନର କଥା ମୁଁ କେବେ ବି ଭୁଲିପାରିବି ନାହିଁ। ଫର୍ଗେଟ୍ ଭାର୍ବ ପରେ ଟୁ ପ୍ଲସ୍ ଇନଫିନିଟିଭ୍ ବ୍ୟବହୃତ ହେଲେ ଫର୍ଗେଟ୍ ଭାର୍ବର ମାନେ ହୋଇଯାଏ ମନେ ପକାଇବାକୁ ଅକ୍ଷମ। ସେହିଭଳି ରିମେମ୍ବର ଭାର୍ବ ପରେ ଜିରାଣ୍ଡ ବ୍ୟବହୃତ ହେଲେ ଅତୀତର କଥାକୁ ମନେ ପକାଇବାକୁ ସୂଚାଇଥାଏ। ଉଦାହରଣ, ଆଇ ରିମେମ୍ବର ଦ୍ୟାଟ୍ ଆଇ ହ୍ୟାଡ୍ ସିନ୍ ୟୁ ଏଟ୍ ଦ ୱେଡିଂ ପାର୍ଟି ଲାଷ୍ଟ ଇୟର୍। ଗତ ବର୍ଷ ବାହାଘର ଭୋଜିରେ ମୁଁ ତୁମକୁ ଦେଖିଥିବାର ମନେ ପଡ଼ୁଛି। ରିମେମ୍ବର ପରେ ଟୁ ପ୍ଲସ୍ ଇନଫିନିଟିଭ୍ ବ୍ୟବହୃତ ହେଲେ ତାହା ଭବିଷ୍ୟତର ଘଟଣାକୁ ଦେଖାଏ। ଉଦାହରଣ, ପ୍ଲିଜ୍ ରିମେମ୍ବର ଟୁ ପୋଷ୍ଟ ଦ ଲେଟର ବିଫୋର୍ 9 AM। ସକାଳ 9ଟା ପୂର୍ବରୁ ଚିଠିଟି ଚିଠି ବାକ୍ସରେ ପକାଇବାକୁ ମନେ ରଖ। ସେହିଭଳି ଆଇ ରିଗ୍ରେଟ୍ ସ୍ପେଣ୍ଡିଂ ସୋ ମଚ୍ ମନି। ମୁଁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାରୁ ଦୁଃଖିତ। ଏହି ବାକ୍ୟରେ ରିଗ୍ରେଟ୍ ଭାର୍ବ ପରେ ଜିରାଣ୍ଡ ବ୍ୟବହୃତ। ଏହା ଅତୀତର କଥାକୁ ପ୍ରକାଶ କରୁଛି। ଆଇ ରିଗ୍ରେଟ୍ ଟୁ ସେ ଦ୍ୟାଟ୍ ୟୁ ହ୍ୟାଭ୍ ଫେଲ୍ଡ ଇନ୍ ଦ ଏକ୍ସାମ୍। ମୁଁ ଦୁଃଖ ପ୍ରକାଶ କରି କହୁଛି ଯେ ତୁମେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛ। ଏହି ବାକ୍ୟରେ ରିଗ୍ରେଟ୍ ଭାର୍ବ ପରେ ଟୁ ପ୍ଲସ୍ ଇନଫିନିଟିଭ୍ ବ୍ୟବହୃତ। ଏଠାରେ ବକ୍ତା ଏହା କହିବା ଉଚିତ ମନେ କରିଥିବାରୁ ଦେଖାଇବାକୁ ରିଗ୍ରେଟ୍ ଭାର୍ବ ପରେ ଟୁ ପ୍ଲସ୍ ଇନଫିନିଟିଭ୍ ବ୍ୟବହୃତ। ସେହିଭଳି ହି ଷ୍ଟପ୍ଡ ସ୍ମୋକିଂ ସିଗାରେଟ୍। ସେ ସିଗାରେଟ୍ ପିଇବା ବନ୍ଦ କରିଦେଲେ। ଏହି ବାକ୍ୟରେ ଷ୍ଟପ୍ ଭାର୍ବ ପରେ ଜିରାଣ୍ଡ ବ୍ୟବହୃତ ହୋଇ ଅତୀତର କଥାକୁ ସୂଚାଉଛି। ପୁଣି ହି ଷ୍ଟପ୍ଡ ଟୁ ସ୍ମୋକ୍ ସିଗାରେଟ୍। ସେ ସିଗାରେଟ୍ ପିଇବାକୁ ବନ୍ଦ କରିଦେଲେ। ଏହା ଭବିଷ୍ୟତରେ କର୍ମକୁ ସୂଚାଉଛି ଯାହା ବନ୍ଦ ହୋଇଛି ପୁଣି ଚାଲିବ। ଆଇ ଟ୍ରାଇଡ୍ ରାଇଟିଂ ୱିଥ୍ ମାଇ ଲେଫ୍ଟ ହ୍ୟାଣ୍ଡ। ମୁଁ ମୋର ବାମ ହାତରେ ଲେଖିବାକୁ ଚେଷ୍ଟା କଲି। ଏହି ବାକ୍ୟରେ ଟ୍ରାଇ ଭାର୍ବ ପରେ ଜିରାଣ୍ଡ ବ୍ୟବହୃତ ହୋଇ ଏକ ଗବେଷଣାକୁ ସୂଚାଉଛି ଯାହା ଅତୀତରେ କରାଯାଇଥିଲା। ଫଳାଫଳ ଲକ୍ଷ୍ୟ କରିବା ପାଇଁ ଆଇ ଟ୍ରାଇଡ୍ ଟୁ ରାଇଟ୍ ୱିଥ୍ ମାଇ ଲେଫ୍ଟ ହ୍ୟାଣ୍ଡ। ଏହି ବାକ୍ୟରେ ଟ୍ରାଇ ଭାର୍ବ ପରେ ଟୁ ପ୍ଲସ୍ ଇନଫିନିଟିଭ୍ ବ୍ୟବହୃତ ହୋଇ ଏକ ଉଦ୍ୟମ ଅତୀତରେ କରାଯିବାର ସୂଚନା ଦେଉଛି। ଏହାର ପରବର୍ତ୍ତୀ ଭିଡ଼ିଓ ଲେସନରେ ବାକି ଥିବା ଅଂଶକୁ ଆଲୋଚନା କରାଯିବ। ଏହିଭଳି ଇଂରାଜୀ ସମ୍ବନ୍ଧିତ ଶିକ୍ଷଣୀୟ ଭିଡ଼ିଓ ଲେସନ୍ ପାଇବାକୁ ଦୟାକରି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିଦିଅନ୍ତୁ। ଧନ୍ୟବାଦ।